ମନୁଷ୍ୟ ମନୁଷ୍ୟର ସମ୍ପର୍କ ବୁଝୁନାହିଁ। ସେତେବେଳେ ପଶୁଟିଏ ବୁଝୁଛି ସମ୍ପର୍କର ମୂଲ୍ୟ। ଓଲଡ଼ା ଦୁନିଆରେ କେହି ନୁହନ୍ତି କାହାର। ହଁ ଦର୍ଶକ ବନ୍ଧୁ, ଏପରି ଏକ ଦୃଶ୍ୟ ଆପଣମାନେ ଚିତ୍ର ମାଧ୍ୟମରେ ଦେଖୁଥିବେ କି ପଶୁ ବି ବୁଝୁଛି ସମ୍ପର୍କର ମୂଲ୍ୟ। ଆଜିର ଓଲଡ଼ା ଦୁନିଆରେ କେହି କାହାର ନୁହନ୍ତି। କେଉଁଠି ଜନ୍ମ କଲା ପୁତ୍ର ମା ଫିଙ୍ଗି ଦେଉଛି ତ କେଉଁଠି ବୃଦ୍ଧା ଅବସ୍ଥାରେ ମା'କୁ ଛାଡ଼ି ପର କରିଦେଉଛି ପୁଅ। ହେଲେ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ହେଉଛି ମାଙ୍କଡ଼ କିଭଳି ନିଜର ଭଲ ପାଇବା ପ୍ରକାଶ କରି ମୃତ ହେବା ପରେ ମଧ୍ୟ ଶବକୁ ପୋଡ଼ିବାକୁ ଛାଡ଼ିନାହିଁ। ଏଭଳି ଦୃଶ୍ୟ ଅତି ହୃଦୟ ବିଦାରକ ଥିବାବେଳେ ଢେଙ୍କାନାଳ ଜିଲ୍ଲା ଗର୍ଦିଆ ଥାନା ଅନ୍ତର୍ଗତ ବରରା ନିକଟସ୍ଥ କୁସିଦା ଗ୍ରାମରେ ଦେଖିବାକୁ ମିଳୁଛି ଏପରି ପ୍ରକାର ଦୃଶ୍ୟ। ଏହି ଗ୍ରାମର କୁମୁଦିନୀ ସାହୁଙ୍କ ଦେହାନ୍ତ ହେବା ପରେ ତାକୁ ସଂସ୍କାର କରିବାରେ କୁକେଇ ସଜାଇ ହୋଇ ନେବାକୁ ଚାହୁଁଥିଲେ ପରିବାର ଏବଂ ଗ୍ରାମବାସୀ। ହେଲେ କେଉଁଠି ଥିବା ଏକ ମାଙ୍କଡ଼ ହଠାତ୍ ଆସି ଶବକୁ ଛାଡ଼ି ନଥିଲା। ଗ୍ରାମବାସୀ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଶବକୁ ଧରି ବସି ରହିଥିବା ମାଙ୍କଡ଼ କାହାରି କଥା ଶୁଣୁନଥାଏ। ଏଭଳି ଦେଖି କୁମୁଦିନୀଙ୍କ ସହିତ ଏହି ମାଙ୍କଡ଼ର କେତେ ନିବିଡ଼ ସମ୍ପର୍କ ରହିଥିବ ତାହା ଧୀରେ ଧୀରେ ଚର୍ଚ୍ଚା ହେବାକୁ ଲାଗିଲା। ପରେ ମାଙ୍କଡ଼କୁ ମୃତ କୁମୁଦିନୀଙ୍କ ଶବରୁ କପଡ଼ା କଢ଼ାଯାଇ ଦେଖିବାକୁ ଦିଆଯାଇଥିଲା। ତାପରେ ଗ୍ରାମବାସୀ ଶବ ସଂସ୍କାର କରିପାରିଥିଲେ। କୁହାଯାଉଛି ପୂର୍ବ ଜନ୍ମରୁ ଏହି ମାଙ୍କଡ଼ ଏବଂ କୁମୁଦିନୀଙ୍କ ମଧ୍ୟରେ ରହିଥିବା ଅସୁମାରୀ ଭଲ ପାଇବା ତାକୁ ଏଠାକୁ ଟାଣି ଆଣିଥିଲା। ଢେଙ୍କାନାଳରୁ ପ୍ରଶାନ୍ତ ସାମଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।